ମୁଁ ପାୟଲ ନାୟକ ଯେ ଏ ଯେଉଁ ଯୁବ ସଂଘର ମୁଁ ସହ ସମ୍ପାଦିକା ଭାବରେ ମୁଁ ଆଜି ମୋତେ ମନୋନୀତ କରିଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଏବେ ଯେଉଁ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ଯେଉଁ ଆମର ଆନ୍ଦୋଳନ ଚାଲିଛି ସେଥିରେ ଯେଉଁ ତାଙ୍କେ ଯେଉଁ ଶୁଣୁନାହାନ୍ତି ଆମର କଥାକୁ ଆଉ ତାଙ୍କେ କିଛି ମାନେ କାର୍ଯ୍ୟ କରୁନାହାନ୍ତି ଆମକୁ ସପୋର୍ଟ କରୁନାହାନ୍ତି ସେଥିପାଇଁ ଆମ ଯୁବ ସଂଘ ଆଜି ସବୁ ବସିକି ଗୋଟେ ନିଷ୍ପତ୍ତି ନେଇଛନ୍ତି ଯେ କାଲିକୁ ସେମାନେ ରାସ୍ତାକୁ ଓହ୍ଲେଇବେ ଆଉ ତାଙ୍କେ ତାଙ୍କ ଦାବି ପୂରଣ ପାଇଁ ତାଙ୍କୁ ମାନେ ଜଣେଇବେ। ଏଇ 3 ଦିନ ମଧ୍ୟରେ ଯଦି ତାଙ୍କେ ସେ କାର୍ଯ୍ୟକୁ ଆମ କଥାକୁ ତାଙ୍କେ ଯଦି ରଖିବେ ନାହିଁ ତା ଆଗରେ କ'ଣ ହେବ ଆମେ କିଛି କହିପାରିବୁ ନାହିଁ। ମୋତେ ରାସ୍ତା କଡ଼ ଯାହା ବି ଅଛି ସେସବୁରେ ତାଙ୍କେ ମାନେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ କାହିଁକି ଆମ ଯୁବ ସଂଘକୁ ତାଙ୍କେ ବହୁତ କମ୍ ଭାବୁଛନ୍ତି। ସରକାର ଆମ କଥାକୁ କିଛି ମାନୁନାହାନ୍ତି ଶୁଣୁନାହାନ୍ତି। 2-3 ମାସ ହେଲାଣି ଆମ ଭାଇମାନେ ଯେଉଁ କଷ୍ଟ କରିକି ଯେଉଁମାନେ ଆମ ଜିଲ୍ଲାର ପିଲାମାନଙ୍କ ପାଇଁ କି ତାଙ୍କ ପାଇଁ ଯାହା ଲଢ଼ୁଛନ୍ତି ସେ କାର୍ଯ୍ୟକୁ ତାଙ୍କେ ମାନେ ମାନୁନାହାନ୍ତି କି ଶୁଣୁନାହାନ୍ତି। ସେଥିପାଇଁ ଆମେ ବହୁତ ଦୁଃଖିତ ଅଛୁ କିନ୍ତୁ ଆମେ ଏଇ 3 ଦିନ ମଧ୍ୟରେ ଏବେ ଯଦି ଆମ କଥା ଯଦି ତାଙ୍କେ ରଖିବେ ନାହିଁ ଆମେ ଆଗକୁ ବହୁତ ବଡ଼ ନିଷ୍ପତ୍ତି ନେବୁ। ମୋର ନାଁ ହେଉଛି ରୋମାଂସ ନାୟକ, ବ୍ଲକ କୋଷାଗୁଣ୍ଡା ଆଉ ଜିଲ୍ଲା ଛାତ୍ର ସଂଗଠନର ସଭାପତି। ଭାଇ ଆଜି ସାମ୍ବାଦିକ ସମ୍ମିଳନୀର ମୂଳ ଲକ୍ଷ୍ୟ କ'ଣ? ମୂଳ ଲକ୍ଷ୍ୟ ଆଜିର ସାମ୍ବାଦିକ ସମ୍ମିଳନୀର ମୂଳ ଲକ୍ଷ୍ୟ ହେଲା ଆଜି ଆମେ ଦେଖିଲୁ लगभग 2 ମାସରୁ ঊର୍ଦ୍ଧ୍ୱ ହେଲାନି ଯେଉଁ ବୁଢ଼ା ଲୋକମାନେ ଯେଉଁ ମିଳିତ କ୍ରିୟାନୁଷ୍ଠାନ କମିଟି ଯେଉଁ ଆମର ଭବିଷ୍ୟତ ପାଇଁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଯେଉଁ ଲାଗିଛନ୍ତି ଫିର୍ ବି ଆମର ମାନେ ଦୁର୍ଭାଗ୍ୟ ଯେ ସରକାର କୌଣସି ସେଇ ମାନେ ଦାବିକୁ ମାନେ ଦେଖୁନାହିଁ କି ପ୍ରତିକ୍ରିୟା କରିନାହିଁ। ତ ସେଇ ଜିନିଷ ଦେଖିଲୁ ଯେ ଏବେ ଆମେ ଜାଣିପାରିଲୁ ଯେ ଯଦି ବୁଢ଼ା ମାନେ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ଯାଏଁ ଯେଉଁ କାର୍ଯ୍ୟ କରୁଛନ୍ତି ତ ଆଜି ଆମେ ମାନେ ଗୋଟେ ମାନେ ସଂଘ ଗଠନ କରାଯାଇଥିଲା ଡାବୁଗାଁ ଠାରେ ଯେଉଁଟାକି ଟୋଟାଲ ଆମର ନବରଙ୍ଗପୁର ଜିଲ୍ଲାର ଛାତ୍ର ସଂଗଠନ ତାଇରେ ସଭାପତି ମାନେ ନୂଆ ସଂଗଠନ କରାଯାଇଥିଲା। ତାଇରୁ ଆମେ ଡିସାଇଡ୍ କରିଛୁ ଯେ ଆସନ୍ତା କାଲିଠାରୁ ଆମେ ରାଜରାସ୍ତାରେ ଓହ୍ଲେଇବୁ ଆଉ ଯେବେ ପର୍ଯ୍ୟନ୍ତ ଜିଲ୍ଲା ଭିତ୍ତିକ ନିଯୁକ୍ତି ଆମକୁ ଆମର ଦାବିକୁ ପୂରଣ କରୁନାହିଁ ସେ ପର୍ଯ୍ୟନ୍ତ ଆମେ ହରବାର ନାହିଁ। ଆଉ ଏବେ ଯୁବ ମାନେ ପିଢ଼ି ଆଗକୁ ଆସିବା ପାଇଁ ମାନେ ନିଷ୍ପତ୍ତି ନେଇଛୁ। ଆଉ ଯଦି ସେଇ ପରିପ୍ରେକ୍ଷୀରେ କୌଣସି ପ୍ରକାର ଯଦି ଅସୁବିଧା ହୁଏ ଆମର ପିଲାମାନଙ୍କୁ ହଉ କି ଯେକୌଣସି ଲୋକ ଯଦି କୌଣସି ପ୍ରକାର ଅସୁବିଧା ହୁଏ ତ ସେଇ ଦାୟୀ ମାତ୍ର ଏକ ମାନେ କେବଳ ସରକାର ହିଁ ରହିବେ ଦାୟୀ। ଗୌତମ ଖେଲ ମୁଁ ଜିଲ୍ଲା ଯୁବ ଛାତ୍ର ସଂଘର ଉପସଭାପତି। ଆଜି ଆପଣ କ'ଣ ରଖିଛନ୍ତି ସାମ୍ବାଦିକ ସମ୍ମିଳନୀ କାହିଁକି ରଖିଛନ୍ତି? ଦେଖନ୍ତୁ ଆଜିକୁ 2 ମାସରୁ ଊର୍ଦ୍ଧ୍ୱ ହେଲା ଏଇ ମୁକବଧିର ସରକାରଙ୍କ ସହିତ ଯେଉଁ ଆମେ ଲଢ଼ୁଛୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ବୋଲିକି ସରକାର କୌଣସି ବା ଜିଲ୍ଲା ପ୍ରଶାସନ ହେଉ କି ରାଜ୍ୟ ସରକାର ହେଉ କୌଣସି ପଦକ୍ଷେପ ନେଉନାହାନ୍ତି। ସେଥିପାଇଁ ବୋଲିକି ମିଳିତ କ୍ରିୟାନୁଷ୍ଠାନ ଗଠନ କରାଯାଇଛି ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟିରେ ସମସ୍ତ ସାଂଗଠନିକ ସଂଘର ସମସ୍ତେ ମିଳିତ ଅଛନ୍ତି। ପୁଣି ଆମେ ଛାତ୍ର ସଂଘର ସମସ୍ତେ ମଧ୍ୟ ଜଡ଼ିତ ଥିଲୁ କିନ୍ତୁ ଆଜି ଆମେ ଜିଲ୍ଲାର ସମସ୍ତ 10ଗୋଟି ବ୍ଲକର ସମସ୍ତ ଯୁବକ ଛାତ୍ରଛାତ୍ରୀମାନଙ୍କୁ ନେଇକି ଆମେ ଗୋଟେ ଟିମ୍ ଗଠନ କରିଥିଲୁ ଏବଂ ଏଇ ଟିମ୍ରେ ଆମେ ସମସ୍ତେ ସଭାପତି ସେକ୍ରେଟାରୀ ସବୁ ବାଛିକି ଆମେ ନିଷ୍ପତ୍ତି ନେଲୁ ଯେ ଆଗାମୀ ଦିନରେ এই ଜିଲ୍ଲା ଭିତ୍ତିକ ନିଯୁକ୍ତି କେମିତି ଦୃଢ଼ ଭାବରେ ଆମେ ଲଢ଼ିବୁ ଆଉ ନିଶ୍ଚିତ ଭାବରେ ଜିଲ୍ଲା ଭିତ୍ତିକ ନିଯୁକ୍ତିରେ ଆମେ ସଫଳ ହେବୁ।